ତୁମର ବୟସ ଯେତେ ବୃଦ୍ଧି ହେଉନା କାହିଁକି, କିନ୍ତୁ କିଛି ନୂଆ ଶିଖିବା ପାଇଁ ବୟସ ବିଷୟରେ ଚିନ୍ତା କର ନାହିଁ। କାରଣ ଶିକ୍ଷା ପାଇଁ କୌଣସି ବୟସର ସୀମା ନଥାଏ। ପିଲାମାନେ, କିଛି ନୂଆ ଶିଖିବାକୁ କିମ୍ବା ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ତୁମ ମନରେ ଯେଉଁ ଭାବନା ଆସିଛି, ମୁଁ ନିଶ୍ଚିତ ଭାବରେ ତୁମର ସେହି ଇଚ୍ଛାକୁ ପୂରଣ କରିବି। ସେଥିପାଇଁ ତୁମେ ତୁମର ସମସ୍ତ ଶକ୍ତି ଏବଂ ସାହସ ଲଗେଇ ଦିଅ ଏବଂ ଆଗକୁ ବଢ଼। ମୋର ଗୋଟିଏ କଥାକୁ ଭଲ ଭାବରେ ଶୁଣ ଏବଂ ସର୍ବଦା ମନେ ରଖ। ଯେତେବେଳେ ତୁମେ ଭଗବାନଙ୍କ ପୂଜା କର, ନାମ ଜପ କର କିମ୍ବା କୌଣସି ମନ୍ତ୍ର ପଢ଼ କିମ୍ବା ମୋର ସାଇ ସଚ୍ଚରିତ ପାଠ କର, ତେବେ ଆରମ୍ଭ କରିବା ପୂର୍ବରୁ ମୋ ସାମ୍ନାରେ ଏକ ଉଦ୍ଦିମିଶା ପାଣି ଗ୍ଲାସଟିଏ ରଖ। ନିଜର ପୂଜା ମନ୍ତ୍ର ଜପ କିମ୍ବା ସାଇ ସଚ୍ଚରିତ ପାଠ କରିବା ପରେ ସେହି ଜଳକୁ ଗ୍ରହଣ କର, କାରଣ ସେହି ସମୟରେ ସେହି ପାଣିକୁ ମୋର ଆଶୀର୍ବାଦରେ ପୂର୍ଣ୍ଣ କରିଦେଇଥାଏ। ସେଥିପାଇଁ ପ୍ରତିଦିନ ଏହିଭଳି ନିଜର ଏକ ନିୟମ ବନେଇ ନିଅ, ଯାହାଦ୍ୱାରା ତୁମର ଉପକାର ହେବ। ତୁମ ଭିତରେ ଯେଉଁ ନକାରାତ୍ମକ ଭାବନା ଉତ୍ପନ୍ନ ହେଉଛି, ତାହା ସବୁ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବ ଏବଂ ପୁଣି ଶେଷ ହୋଇଯିବ। ନିଜର ଖାଇବାକୁ ନେଇ ଅଧିକ ନଖରା ଦେଖାଅ ନାହିଁ। ଯାହା ବି ଖାଇବା ପାଇଁ ମିଳୁଛି, ହୃଦୟରୁ ଗ୍ରହଣ କର ଏବଂ ଖାଅ, କାରଣ ତୁମକୁ ଯାହା ଖାଇବା ପାଇଁ ମିଳୁଛି, ତାହା ବହୁତ ସାରା ଗରିବ ଲୋକଙ୍କ ପାଇଁ ଏକ ସ୍ୱପ୍ନ ଅଟେ ଖାଦ୍ୟ ଖାଇବା ପାଇଁ। ତେଣୁ ଖାଦ୍ୟକୁ କେବେ ବି ଅସମ୍ମାନ କର ନାହିଁ। ଖୁସିରେ ରୁହ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ତୁମ ଉପରେ ସର୍ବଦା ଅଛି। ଓମ୍ ସାଇ ରାମ, ଜୟ ସାଇ ରାମ।